ପାଳଙ୍ଗ ଶାଗ ତ ସମସ୍ତେ ଖାଇବାକୁ ଭଲ ପାଆନ୍ତି। କଣ ଆପଣ କେବେ ଏହିପରି ଭାବରେ ବନେଇଛନ୍ତି? ଯଦି ବନେଇ ନାହାନ୍ତି ତ ଆଜି ହିଁ ବନେଇ ନିଅନ୍ତୁ ଏହିପରି ଭାବରେ ପାଳଙ୍ଗ ଶାଗ, ଯୋଉଟା କି ଆପଣ କେବେ ବି ବନେଇ ନଥିବେ। ଆଉ ଯଦି ଥରେ ଏହି ଉପାୟରେ ବନେଇ ଦେଲେ ବହୁତ ସରଳ, ବହୁତ ସହଜ ଆଉ ବହୁତ କମ ଜିନିଷରୁ ଆପଣ ଯଦି ଏହିପରି ଭାବରେ ବନେଇ ଦେଲେ ତ ଗ୍ୟାରେଣ୍ଟି ମୋର ଆପଣ ବାରମ୍ବାର ବନେଇବେ ଆଉ ଖାଇବାରେ ଏଇଟା ଏତେ ଟେଷ୍ଟ ଲାଗିବ ଯେ ଆପଣଙ୍କୁ ଅନ୍ୟ କୌଣସି ବି ତରକାରୀ ଦରକାର ହବ ନାହିଁ। ତ ହାଇ ଫ୍ରେଣ୍ଡ, ୱେଲକମ୍ କରୁଛି ମୁଁ ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲକୁ। କେମିତି ଅଛନ୍ତି ଆପଣ? ମୁଁ ଆଶା କରୁଛି ଆପଣ ବହୁତ ଭଲରେ ଥିବେ। ତ ଫ୍ରେଣ୍ଡ, ଆଜି ମୁଁ ଆପଣଙ୍କ ପାଇଁ ଆଣି ଆସିଛି ପାଳଙ୍ଗ ଶାଗର ନୂଆ ରେସିପି, ଯୋଉଟା କି ଆପଣ ଭାତ, ରୁଟି, ପରଟା, ପୁରୀ ତା ସହିତ ମଧ୍ୟ ସେମିତିରେ ବି ଖାଇପାରିବେ। ଗରମକୁ ଏଇଟା ଯେତେ ଭିଡ଼ିବ, ପଖାଳକୁ ମଧ୍ୟ ତାଠୁ ଅଧିକ ଭିଡ଼ିବ। ତ ନିହାତି ଭାବରେ ଫ୍ରେଣ୍ଡ ଏହି ପାଳଙ୍ଗ ଶାଗର ରେସିପିଟି ବନାନ୍ତୁ। ମୁଁ ଆପଣଙ୍କୁ ଫ୍ରେଣ୍ଡ ଷ୍ଟେପ୍ ବାଇ ଷ୍ଟେପ୍ ଏହି ରେସିପିଟି ବତେଇଦେବି। ବହୁତ କମ ଜିନିଷରୁ କେବଳ ଲୁଣ ହଳଦୀ ଦେଲେ କାମ ଖତମ। ଆଉ କିଛି ବି ଆପଣଙ୍କୁ ଅଧିକ ଜିନିଷ ଏଥିରେ ଦରକାର ପଡିନଥାଏ। ତେଣୁକରି ଫ୍ରେଣ୍ଡ, ଯଦି ଆପଣ ସ୍କିପ୍ କରି କରି ଦେଖୁଛନ୍ତି ତ ବହୁତ କିଛି ଜିନିଷ ମିସ୍ କରି କରି ଯିବେ। ତେଣୁକରି ଫ୍ରେଣ୍ଡ, ବିନା ସ୍କିପ୍ କରି ଦେଖିଲେ ଆପଣ ବହୁତ ବଢିଆ ସେ ବୁଝିପାରିବେ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ବାରିରେ ହେଇଥିଲା ପାଳଙ୍ଗ ଶାଗ। ପାଳଙ୍ଗ ଶାଗ କେମିତି ଚାଷ କରିବେ ଆପଣ ଯଦି ମୋତେ କମେଣ୍ଟ କରିବେ, ମୁଁ ଆପଣଙ୍କ ପାଇଁ ମଧ୍ୟ ଆଣି ଆସିବି। ତ ବହୁତ ବଢିଆ ଭାବରେ ମୁଁ ପାଳଙ୍ଗ ଶାଗ ଧୋଇ ଦେଇଛି ବି, ତାକୁ ମଧ୍ୟ 2 ରୁ 3 ଥର ୱାଶ କରିଦେଇଛି। ୱାଶ କରିଦେଇକି ଏବେ ଆମେ କାଟି ନେଇଯିବା ଏଇ ଆମର ଶାଗ। ବହୁତ ସହଜରେ ଇଏ କାଟି ଯାଇଥାଏ। ଆପଣ ପନିକି ଛୁରୀ ଯେକୌଣସି ଉପାୟରେ ଆପଣ କାଟି ପାରିବେ, ବହୁତ ସହଜ ଥାଏ। ଆଉ ଏଇ ଶାଗ ମଧ୍ୟ ବହୁତ ସଫ୍ଟ ଥାଏ। ବ୍ରେନ ପାଇଁ ଯେତିକି ଭଲ, ଆପଣଙ୍କ ଦେହ ପାଇଁ ମଧ୍ୟ ସେତିକି ଭଲ। এই ଶାଗଟାର ମଧ୍ୟ ଅଲଗା ପ୍ରକାର ଟେଷ୍ଟ ଥାଏ। ଆଉ ଏଇଟା ଶୀତ ଦିନିଆ ବହୁତ ବଢିଆ ଫ୍ରେଶ ମିଳେ। ଆପଣ ନିହାତି ଭାବରେ ଫ୍ରେଣ୍ଡ ଲୋକାଲ ମାର୍କେଟରୁ ବି ମଧ୍ୟ ଯାଇକି ଆପଣ ଲୋକାଲ ବଜାରରୁ ବି ମଧ୍ୟ এই ଶାଗ କିଣି ଆଣିବେ। ଯଦି ଆପଣ ପାଖରେ ଘରେ ଯଦି କରୁନାହାନ୍ତି ତ ଆପଣ ବାହାରକୁ ବି ମଧ୍ୟ ବାହାରୁ ଆଣିକି ମଧ୍ୟ ଖାଇପାରିବେ। ଏଇଟା ବହୁତ ହି ଫ୍ରେଣ୍ଡ ବଢିଆ ଟେଷ୍ଟ ଲାଗିଥାଏ। ये ଦେଖିପାରୁଥିବେ ଫ୍ରେଣ୍ଡ, ଆମେ ସବୁ ତ ପାଳଙ୍ଗ ଶାଗ ଧୋଇ ଦେଇଛେ। ଧୋଇକି ବହୁତ ବଢିଆ ଭାବରେ ଆମେ ଏହିପରି ଭାବରେ କାଟି ଦେଇଛେ। ଫ୍ରେଣ୍ଡ, ଛୋଟ ଛୋଟ ପିସ୍ କରିବେ, ବଡ ବଡ ପିସ୍ କରିବେ ନାହିଁ। ଆପଣ ଯଦି ମିଡିୟମ ରଖୁଛନ୍ତି ତ ବି ଚଳିବ, କିନ୍ତୁ ବଡ ପିସ୍ କରିକି ରଖିବେ ନାହିଁ କିମ୍ବା ଗୋଟା ପତ୍ର ରଖିବେ ନାହିଁ। ये ଦେଖିପାରୁଥିବେ ଫ୍ରେଣ୍ଡ, ଏହିପରି ଭାବରେ ଛୋଟ ଛୋଟ ଆପଣ ପତ୍ରକୁ କରିଦିଅନ୍ତୁ। ଆପଣ ଚାହିଁଲେ ଫ୍ରେଣ୍ଡ ଆଉ ହାତରେ ବି ମଧ୍ୟ ଛିଣ୍ଡେଇ ପାରିବେ। ଚାଲନ୍ତୁ ଫ୍ରେଣ୍ଡ, ଯିବା ଆମେ କଡେଇ ପାଖକୁ। ତ ଏଇଠି ଫ୍ରେଣ୍ଡ ମୁଁ କଡେଇ ନେଇଯାଇଛି। କଡେଇରେ ଏଇଠି ମୁଁ ଦେଇଦେଇଛି ସୋରିଷ ତେଲ। ଫ୍ରେଣ୍ଡ, ପାଳଙ୍ଗ ଶାଗର କମ୍ବିନେସନ ହଉଛି ସୋରିଷ ତେଲ। ଯଦି ଆପଣ ଏଠି ସୋରିଷ ତେଲ ଦଉଛନ୍ତି ତ ପାଳଙ୍ଗ ଶାଗ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ, ଖାଇବାରେ ମଧ୍ୟ ମଜା ଆସିଥାଏ। ତେଣୁକରି ଫ୍ରେଣ୍ଡ, ଏଇଠି ଆପଣ ସୋରିଷ ତେଲ ପକେଇଦେବେ। ମୁଁ ଏଇଠି ନେଇଯାଇଛି ଫ୍ରେଣ୍ଡ 2 ବଡ ଚାମଚ ସୋରିଷ ତେଲ। ଆପଣ ଯଦି ଅଧିକ କରୁଛନ୍ତି ତ ଅଧିକ ନେଇପାରିବେ, ଅଳ୍ପ ଯଦି କରୁଛନ୍ତି ତ ଅଳ୍ପ ମଧ୍ୟ ନେଇପାରିବେ। ଏଇଠି ମୁଁ ଦେଇଦେଇଛି ଫ୍ରେଣ୍ଡ ଜିରା। ଆପଣ ଯଦି ଚାହିଁବେ ଫ୍ରେଣ୍ଡ ସୋରିଷ ଦେଇପାରିବେ, କିନ୍ତୁ ଏଥିରେ ଜିରା ଦେଲେ ବଢିଆ ଟେଷ୍ଟ ଲାଗିଥାଏ। ଗୋଟିଏ ବଡ ପିଆଜ ମୁଁ ଏଇଠି ଫ୍ରେଣ୍ଡ କାଟିକି ନେଇଯାଇଛି। ଯୋଉ ପିଆଜଟି ଆପଣଙ୍କୁ ଦେଖେଇଥିଲି ସେଇ ପିଆଜଟିକୁ ଫ୍ରେଣ୍ଡ ମୁଁ ଏଇଠି କାଟିକି ନେଇଯାଇଛି। ବହୁତ ବଢିଆ ଭାବରେ ତାକୁ ଟିକେ ମିଶେଇଦବା। ଫ୍ଲେମ୍ ଏଇଠି ଆପଣ ରଖିବେ ମିଡିୟମ ଟୁ ଲୋ ଫ୍ଲେମ୍, ହାଇ ଫ୍ଲେମ୍ କରିବେନି, ନହେଲେ ପିଆଜଟି ପୋଡି ଯିବାର ସମ୍ଭାବନା ଥାଏ। କଞ୍ଚା କଞ୍ଚା ରହିବ, ଉପରୁ ପୋଡିଯିବ, ଟେଷ୍ଟ ଲାଗିବ ନାହିଁ। ତେଣୁକରି ଫ୍ରେଣ୍ଡ ଲୋ ଟୁ ମିଡିୟମ ଫ୍ଲେମ୍ ରଖିକି ଏଇଟା କରନ୍ତୁ। ଫ୍ରେଣ୍ଡ, ଏଇଟା ନା ବହୁତ ଜଲ୍ଦି ବନି ଯାଇଥାଏ। 10 ମିନିଟ ବି ଆପଣଙ୍କୁ ଲାଗିନଥାଏ এই ଶାଗଟା ବନେଇବା ପାଇଁ। ବହୁତ ଅଳ୍ପ ଟାଇମରେ ବନି ଯାଇଥାଏ, ବଢିଆ ମଧ୍ୟ ଟେଷ୍ଟ ବି ଲାଗିଥାଏ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ପିଆଜ କଲରଟା ଚେଞ୍ଜ ହେଇଯାଇଛି। ବହୁତ ବଢିଆ ଭାବରେ କଲର ଦେଖା ହଉଛି, ଆଉ କଞ୍ଚା ବି ମଧ୍ୟ ନାହିଁ ପିଆଜଟି। ଏଇଠି ପ୍ରୋସେସିଂରେ ଆମେ ନେକ୍ସଟ କିଛି ଗୋଟେ ଜିନିଷ ପକେଇବା। ବହୁତ ସରଳ, ସମସ୍ତଙ୍କ ଘରେ ଘରେ ପରିଚିତ, ଘରେ ଘରେ ଥାଏ, ଯୋଉଟା ସମସ୍ତେ ଭଲ ପାଆନ୍ତି। ସିଏ ହଉଛି ଫ୍ରେଣ୍ଡ ଆଳୁ। ମୁଁ ଏଇଠି ଗୋଟେ ଛୋଟ ସାଇଜର ଆଳୁ ନେଇଥିଲି, ତାକୁ ମୁଁ ଚୋପା ଛଡେଇକି ଏହିପରି ଭାବରେ ଛୋଟ ଛୋଟ ପିସ୍ କରି ନେଇଥିଲି। ଫ୍ରେଣ୍ଡ, ଆପଣ ଯଦି ଆଳୁ ପସନ୍ଦ କରନ୍ତିନି କିମ୍ବା ଆଳୁ ଖାଇବା ପାଇଁ ଚାହୁଁନାହାନ୍ତି ତ ଆଳୁକୁ ଆପଣ ଏଇଠି ସ୍କିପ୍ କରିପାରିବେ। ଯଦି ଆଳୁ ପସନ୍ଦ କରନ୍ତି ତ ନିହାତି ଭାବରେ ଫ୍ରେଣ୍ଡ ଏଇଠି ଆଳୁ ଦିଅନ୍ତୁ। ଆଳୁକୁ ଟିକେ ଜଲ୍ଦି ସିଝିବା ପାଇଁ ଆମେ ଏଠି ନେଇଯିବା ଫ୍ରେଣ୍ଡ ଲୁଣ। ଲୁଣ ଫ୍ରେଣ୍ଡ ଏଇଠି ପକାନ୍ତୁ। ଯଦି ଆପଣ ଜାଣିପାରୁନାହାନ୍ତି ଶାଗରେ କେତେ ଲୁଣ ପଡିବ, ତେଣୁ ଫ୍ରେଣ୍ଡ ଅଳ୍ପ ପକାନ୍ତୁ। ଅଳ୍ପ ପକେଇ ପଛରେ ଆପଣ ଆଉ ଟିକେ ପକେଇ ପାରିବେ। ଏଠି ଦେଇଦେଇଛି ଲୁଣ। ହଳଦୀ ଗୁଣ୍ଡ ଅଧ ଚାମଚରୁ କମ୍, ଆଉ ଏଠି ଲଙ୍କାଗୁଣ୍ଡ 1 ଚାମଚ। ଫ୍ରେଣ୍ଡ, ଯଦି ଆପଣ ରାଗ ଖାଇବା ପାଇଁ ପସନ୍ଦ କରୁଛନ୍ତି ତ ଏଠି ଆପଣ କଞ୍ଚା ଲଙ୍କା ମଧ୍ୟ 2 ଫାଳ କରିକି ନେଇପାରିବେ କିମ୍ବା ଛୋଟ ଛୋଟ କାଟିକି ବି ମଧ୍ୟ ନେଇପାରିବେ। ଏଠି ଫ୍ରେଣ୍ଡ ମୁଁ ଲଙ୍କା ଗୁଣ୍ଡ ପକେଇଛି, ଯୋଉଟା କି ବେଶୀ ରାଗ ନାହିଁ, ଭଲ ଲାଗେ। ତେଣୁକରି ଫ୍ରେଣ୍ଡ ଏଠି ମୁଁ ଲଙ୍କାଗୁଣ୍ଡ ଦେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଲଙ୍କାଗୁଣ୍ଡ ନହେଲେ କଞ୍ଚା ଲଙ୍କା ବି ମଧ୍ୟ ଏଠି କାଟିକି ପକେଇ ପାରିବେ। ଦେଖନ୍ତୁ ଫ୍ରେଣ୍ଡ, କତାରେ କତାରେ ବହୁତ ବଢିଆ ଭାବରେ ଆମେ ଏଠି ଆକୁ ମିକ୍ସ କରିଦଉଛେ। ଆମର ଆଳୁଟି ଟିକେ ଜଲ୍ଦି ସିଝିବା ପାଇଁ ଏଠି ଫ୍ରେଣ୍ଡ ଆମକୁ ଗୋଟେ ଛୋଟିଆ ଟ୍ରିକଟେ ଆପଣେଇବାକୁ ପଡିବ। ତା ପୂର୍ବରୁ ଫ୍ରେଣ୍ଡ କହି ରଖୁଛି, ଯଦି ଆପଣ ଏପର୍ଯ୍ୟନ୍ତ ସିକ୍ରେଟ ଫୁଡି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିକି ବେଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ। ଫ୍ରେଣ୍ଡ, ବେଶୀ ନାହିଁ, ୟାକୁ 3 ମିନିଟ୍, 2 ରୁ 3 ମିନିଟ୍ ମିଡିୟମ ଫ୍ଲେମ୍ରେ ଏହିପରି ଭାବରେ ଘୋଡେଇକି ରଖିଦିଅନ୍ତୁ। ଆଳୁଟି ଆମର ପୁରା ସଫ୍ଟ ହେଇଯିବ। 80% ଆମର ଆଳୁଟି ଏଠି ସଫ୍ଟ ହେଇଯିବ। ଫ୍ରେଣ୍ଡ, 3 ମିନିଟ୍ ହେଇଗଲାଣି, ଆପଣ ଜାଣିପାରୁଥିବେ। 3 ମିନିଟ୍ ପରେ ମୁଁ ୟାକୁ ଘୋଡନି ଉଠେଇକି ଆପଣଙ୍କୁ ଏବେ ମୁଁ ଦେଖଉଛି ଆଳୁଟା ଆମର
50% ରୁ ଅଧିକ ସଫ୍ଟ ହେଇଯାଇଛି। ଠିକ୍ ଏତିକି ଆମକୁ ଏଇଠି ସଫ୍ଟ ଦରକାର। ବେଶୀ ଏଇଠି ଫ୍ରେଣ୍ଡ ଆପଣ ଆଉ ସଫ୍ଟ କରିବେ ନାହିଁ, ଏତିକି ସଫ୍ଟ କରନ୍ତୁ। ୟା ପରେ ଫ୍ରେଣ୍ଡ ଆମକୁ ଆଉ ଗୋଟେ ଜିନିଷ ପକେଇବା, ଯୋଉଟାକି ଆପଣ ସବୁବେଳେ ଆଳୁର କମ୍ବିନେସନ ଥାଏ, ସିଏ ହେଉଛି ବାଇଗଣ। ବାଇଗଣ ଫ୍ରେଣ୍ଡ ଏଇଠି ପକେଇ ଥରେ କରନ୍ତୁ, ନୂଆ ଉପାୟରେ କହୁଛି, ଆପଣ ଥରେ ଟ୍ରାଏ କଲେ ସବୁବେଳେ ଖାଇବେ। ଏଇଟା ବଢ଼ିଆ ଟେଷ୍ଟ ଲାଗିଥାଏ ଫ୍ରେଣ୍ଡ, ବିନା ମସଲାରେ ଆମେ ଏଇଟା କରୁଛେ। ବଢ଼ିଆ ଟେଷ୍ଟ ଲାଗିଥାଏ, ଖାଇବାରେ ମଧ୍ୟ ହେଲ୍ଦି ଥାଏ, ବଢ଼ିଆ ସୁଆଦିଆ ଲାଗିଥାଏ, ବହୁତ କମ୍ ଟାଇମରେ ହେଇଯାଇଥାଏ ଘରେ ଥିବା ସମସ୍ତ ଜିନିଷରେ। ଫ୍ରେଣ୍ଡ ଏଇଠି ମୁଁ ଗୋଟିଏ ହିଁ ବାଇଗଣ ନେଇଥିଲି। ଗୋଟେ ବାଇଗଣକୁ ଧୋଇ ଦେଇକି ବହୁତ ବଢ଼ିଆ ଭାବରେ ଏହି ଭାବରେ ଛୋଟ ଛୋଟ ପିସ୍ କରିକି କାଟିଥିଲି। ଆଳୁ ଯେତିକି ପିସ୍ କରିଥିଲି ସେଠି ପିସ୍ରେ ମୁଁ ଏଇଠି ବାଇଗଣ ପିସ୍ କରିଦେଇଥିଲି। ଏଇଠି ଆମେ କଟା ହେଇ ରଖିଥିବା ଆମର ଶାଗ ମାନେ ପାଳଙ୍ଗ ଶାଗକୁ ଏଇଠି ଗୋଟିଏ ଉପରେ ତା ଉପରେ କରିକି ଆମେ ଏହିପରିକା ଦେଇଦବା। ଫ୍ରେଣ୍ଡ ଆପଣ ଏଇଠି ଦେଖିପାରୁଥିବେ କି କଡ଼େଇ ତ ମୋର ଛୋଟ, ମୁଁ ତ ଲୋଡ୍ କରି କରି ଯାଉଛି, ତ ତାକୁ ଆମେ ମିକ୍ସ କେମିତି କରିବା? ମିକ୍ସ କଲା ବେଳେ ତ ଗଳି ପଡ଼ିବ। ତ ଫ୍ରେଣ୍ଡ ଡରିବାର କିଛି ନାହିଁ, କାହିଁକିନା ଆପଣ ଆସିଛନ୍ତି ସିକ୍ରେଟ ଫୁଡ୍ ଚ୍ୟାନେଲକୁ। ସିକ୍ରେଟ ଫୁଡ୍ରେ ସିକ୍ରେଟ ଟିପ୍ସକୁ ଅନଲିମିଟେଡ୍ ବୋନସ୍ ପଏଣ୍ଟ ମିଳିଥାଏ। ତେଣୁକରି ଫ୍ରେଣ୍ଡ ମୁଁ ତାର ଉପାୟ କହିବି। ଆପଣଙ୍କୁ ଏଠି ଘାଣ୍ଟିବାର ନାହିଁ, ଡାଇରେକ୍ଟ ଆପଣଙ୍କୁ ଏଠି ଘୋଡ଼େଇ ଦେବାର ଅଛି। ଲୋ ଫ୍ଲେମ୍ ରଖିବେ, ଲୋ ଫ୍ଲେମ୍ ରଖିକି 2 ମିନିଟ୍ ପର୍ଯ୍ୟନ୍ତ ଏଇଠି ଫ୍ରେଣ୍ଡ ଘୋଡ଼େଇ ଦିଅନ୍ତୁ। 2 ମିନିଟ୍ ପରେ କ'ଣ ହେଇଛି ଅବସ୍ଥା ମୁଁ ଏଇଠି ଆପଣଙ୍କୁ ଦେଖଉଛି। 2 ମିନିଟ୍ ହେଇଯାଇଛି, ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ପୁରା ଅଧା ହେଇଯାଇଛି, ମାନେ ବହୁତ ହି କମି ଯାଇଛି। ତାକୁ ଆମେ ବହୁତ ବଢ଼ିଆ ଭାବରେ ଏହି ଭାବରେ ମିଶେଇ ଦେବା, ଯୋଉଟାକି ବହୁତ ଇଜିଲି ବହୁତ ସହଜରେ ହେଇଯାଇଥାଏ। କାହିଁକିନା ଆମର ପାଳଙ୍ଗ ଶାଗ ବହୁତ ଶୀଘ୍ର ବହୁତ କମ୍ ଟାଇମରେ ପାଣି ଛାଡ଼ି ଦେଇଥାଏ, ଆଉ ବହୁତ ବଢ଼ିଆ ଭାବରେ ଇଏ ସଫ୍ଟ ମଧ୍ୟ ହେଇଯାଇଥାଏ। ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢ଼ିଆ ଭାବରେ ଆମେ ଏଇଠି ମିକ୍ସ କରିଦେଇଛେ। ଏହିପରି ଭାବରେ ଫ୍ରେଣ୍ଡ ଆପଣଙ୍କୁ ଏଇଠି କରିବାର ଅଛି। ଇଏ ଦେଖିପାରୁଥିବେ ଫ୍ରେଣ୍ଡ ଆପଣ ବହୁତ ବଢ଼ିଆ ଭାବରେ ଆମେ ଏଇଠି ମିକ୍ସ କରି ଦେଇଛେ। ଇଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ବଢ଼ିଆ ଭାବରେ ଆମେ ଇଜିଲି ମିକ୍ସ କରିଦେଇଛୁ। ଏବେ ଆମକୁ ଟିକେ ଘୋଡ଼େଇ ଦେବାର ଅଛି, ମାନେ ଆମେ ମିକ୍ସ କରିଦେଇକି ଆପଣ ଘୋଡ଼େଇକି ଛାଡ଼ି ଦିଅନ୍ତୁ। ସେ 2 ରୁ 3 ମିନିଟ୍ ପାଇଁ ଫ୍ରେଣ୍ଡ ଘୋଡ଼େଇକି ଛାଡ଼ି ଦିଅନ୍ତୁ। ଯେମିତି ଆଉ ଟିକେ ଯଦି ଦରସି ଯାଇଥିବ ଶାଗ, ଆମର ଶାଗ ଇଏ ରେଡି ହେଇଯିବ। ଇଏ ଦେଖନ୍ତୁ ଫ୍ରେଣ୍ଡ କଥାରେ ଆମର ଶାଗଟି ମଧ୍ୟ ରେଡି ହେଇଗଲାଣି, ମାନେ ପୁରା ଆମର 100% କୁକ୍ ହେଇଗଲାଣି। ଫ୍ରେଣ୍ଡ ୟା ଉପରେ ଆପଣଙ୍କୁ ଧନିଆ ପତ୍ର ପକେଇବା ଦରକାର ନାହିଁ, କିମ୍ବା କିଛି ବି ଆପଣଙ୍କୁ ଗୁଣ୍ଡ ମସଲା ପକେଇବା ଦରକାର ନାହିଁ। ଏତିକି ବସ୍ କରନ୍ତୁ। ଖାଇବାରେ ତ ଇଏ ଟେଷ୍ଟ ଲାଗିଥାଏ, ତା ସହିତ ଫ୍ରେଣ୍ଡ ଏଇଟା ହେଲ୍ଦି ମଧ୍ୟ ହେଇଥାଏ। କାହିଁକି ନା ଫ୍ରେଣ୍ଡ ଆପଣ ଜାଣିଛନ୍ତି ସିକ୍ରେଟ ଫୁଡ୍ ୱାନ୍ ଚ୍ୟାନେଲରେ ଆପଣଙ୍କ ପାଇଁ ବହୁତ ଭଲ ଭଲ ହେଲ୍ଦି ରେସିପି, ଟେଷ୍ଟି ରେସିପି, ତା ସହିତ ସହଜ ଆଉ ସବୁ ଘରେ ଥିବା ସାମଗ୍ରୀରେ ବନେଇଥିବା ରେସିପି ହିଁ ଆଣିଥାଏ। ଆଉ ଏପର୍ଯ୍ୟନ୍ତ ଯଦି ସିକ୍ରେଟ ଫୁଡ୍ ୱାନ୍ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରି ବେଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ। କାହିଁକି ନା ଆପଣଙ୍କୁ ସର୍ବ ପ୍ରଥମେ ମୋ ଭିଡ଼ିଓ ପ୍ରଥମେ ପହଞ୍ଚାଇବା ପାଇଁ ପଡ଼ିବ। ଯେତେବେଳେ ଫ୍ରେଣ୍ଡ କୌଣସି ବି ଭିଡ଼ିଓ ଅପଲୋଡ଼ କରିବି, ସର୍ବ ପ୍ରଥମେ ଆପଣଙ୍କ ପାଖକୁ ଯଦି ଯିବାକୁ ଆପଣ ଚାହୁଁଛନ୍ତି, ତ ବେଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ, ସବସ୍କ୍ରାଇବ ବେଲ୍ ମାରି ଦିଅନ୍ତୁ, ଲାଇକ୍ ଦବାଇ ଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ ଆପଣ କୋଉ ଜାଗାରୁ ଦେଖୁଛନ୍ତି, କିମ୍ବା ଆପଣଙ୍କୁ ମୋ ଭିଡ଼ିଓଟି କେମିତି ଲାଗିଲା, କିମ୍ବା ଆପଣଙ୍କ ପାଇଁ ନୂଆ ରେସିପି, ନେକ୍ସଟ ରେସିପି ମୁଁ କ'ଣ ଆଣିକି ଆସିବି। ଦେଖିପାରୁଥିବେ ଫ୍ରେଣ୍ଡ କଥାରେ ବହୁତ ବଢ଼ିଆ ଭାବରେ ଆମର ରେଡି ହେଇଗଲାଣି ଏଇଠି ପାଳଙ୍ଗ ଶାଗ ବିନା ମସଲା ଦେଇ ସହଜ ଉପାୟରେ କେମିତି ବନେଇବା ପାଳୁଆଳଙ୍ଗ ଶାଗର ଏହି ଛୋଟିଆ ରେସିପି ଦିଏ। ଫ୍ରେଣ୍ଡ ଏଇଟା ନିହାତି ଭାବରେ ବନାନ୍ତୁ। ଏହାକୁ ଗରମ ଭାତରେ ଖାଇଲେ ବଢ଼ିଆ ଟେଷ୍ଟ ଲାଗିବ, ପଖାଳ ବି ଖାଇଲେ ଫ୍ରେଣ୍ଡ ବଢ଼ିଆ ହିଁ ଟେଷ୍ଟ ଲାଗିଥାଏ। ଆପଣ ଯଦି ଚାହୁଁଛନ୍ତି ତାକୁ ଆପଣ ରୁଟିରେ ବି ମଧ୍ୟ ଖାଇପାରିବେ ଫ୍ରେଣ୍ଡ, ଏଇଟା ବହୁତ ହି ବଢ଼ିଆ ଟେଷ୍ଟ ଲାଗିଥାଏ। ଏଇଟା ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ଆଳୁଟିକୁ ମୁଁ ଦେଖେଇ ଦେଉଛି ଚିପିକି। ଆଳୁ ବହୁତ ବଢ଼ିଆ ଭାବରେ ସିଝି ଯାଇଛି, ବାଇଗଣ ବି ମଧ୍ୟ ସିଝି ଯାଇଛି, ଶାଗ ବି ମଧ୍ୟ ଇଏ ସିଝି ଯାଇଛି। ଇଏ ଦେଖନ୍ତୁ ଫ୍ରେଣ୍ଡ ରେଡି ହେଇଗଲା ଆମର ଏଇ ପାଳଙ୍ଗ ଶାଗର ନୂଆ ରେସିପି। ଫ୍ରେଣ୍ଡ ମୁଁ ଆଶା କରୁଛି ଆପଣ ମୋର ପୂର୍ବରୁ ପାଳଙ୍ଗ ଶାଗ ରେସିପି, ଯୋଉଟାକି ଆପଣ ମୋତେ ବହୁତ ସାରା ଭଲ ପାଇବା ଦେଇଥିଲେ, ସେ ଭିଡ଼ିଓ ଆପଣ ଦେଖିଥିଲେ, ମୋତେ ବହୁତ ସାରା ମେସେଜ ବି ଆସିଥିଲା। ତ ତେଣୁକରି ଫ୍ରେଣ୍ଡ ମୁଁ ଗୋଟେ ନୂଆ ଉପାୟରେ ଆପଣଙ୍କ ପାଇଁ ଆଣି ଆସିଯାଇଥିଲି ପାଳଙ୍ଗ ଶାଗ। ମୁଁ ଆଶା କରୁଛି ଫ୍ରେଣ୍ଡ ଏଇ ରେସିପିଟି ବି ଆପଣଙ୍କୁ ବହୁତ ବଢ଼ିଆ ଲାଗୁଥିବ। ଆଉ ଯୋଉମାନେ ଦେଖିନାହାନ୍ତି ଏପର୍ଯ୍ୟନ୍ତ, ନିହାତି ଭାବରେ ଯାଇକି ଚ୍ୟାନେଲକୁ ଚେକ୍ କରନ୍ତୁ, ଭିଜିଟ୍ କରନ୍ତୁ। ଆଉ ଆପଣ ଦେଖିପାରିବେ ଫ୍ରେଣ୍ଡ ମୁଁ ପାଳଙ୍ଗ ଶାଗର ନୂଆ ରେସିପି କରିଥିଲି, ଯୋଉଥିରେ ଆପଣମାନଙ୍କର ଭଲ ପାଇବା ବହୁତ ଥିଲା। ତା ଲାଗି ମୁଁ ଏଇ ଭିଡ଼ିଓଟି ଅଲ୍ଟରନେଟିଭ ଆଣିକି ଆସୁଛି। ଯୋଉମାନେ ସହଜରେ ବନେଇବା ପାଇଁ ଚାହୁଁଛନ୍ତି, ତ ଏହିପରି ଭାବରେ ଫ୍ରେଣ୍ଡ ଆପଣ ବନେଇ ପାରିବେ। ତ ଇଏ ଥିଲା ଫ୍ରେଣ୍ଡ ଛୋଟିଆ ଭିଡ଼ିଓ। ମୁଁ ଆଶା କରୁଛି ଆପଣଙ୍କୁ ମୋର ଏଇ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଆପଣଙ୍କ ଫ୍ରେଣ୍ଡ କିମ୍ବା ଫ୍ୟାମିଲି ମେମ୍ବର ମାନଙ୍କୁ ସେୟାର କରିଦିଅନ୍ତୁ। ଯୋଉମାନେ ଶାଗ ଖାଇବାକୁ ପସନ୍ଦ କରନ୍ତିନି, ତାକୁ ଯଦି ଆପଣ ଏହିପରି ଭାବରେ ବନେଇକି ଦେବେ, ସେମାନେ ଶାଗ ପଡ଼ିଛି ବୋଲି ଜାଣିପାରିବେ ନାହିଁ, ଆଉ ଖାଇବେ ମଧ୍ୟ ବହୁତ ବଢ଼ିଆ ଭାବରେ ଟେଷ୍ଟ ଲାଗିଥାଏ। ସେଇମାନଙ୍କୁ ମଧ୍ୟ ସେୟାର କରନ୍ତୁ। ଆଉ ଯୋଉମାନେ ଶାଗ ନ ଖାଇବା ପାଇଁ ପସନ୍ଦ କରନ୍ତି, ତାଙ୍କୁ ମଧ୍ୟ ସେୟାର କରନ୍ତୁ। ଯଦି ସେମାନେ ଥରେ ବନେଇକି ଖାଇବେ, ଗ୍ୟାରେଣ୍ଟି ମୁଁ ଲେଖିକି ଆପଣଙ୍କୁ ଦେଇଦେବି, ସେମାନେ ବାରମ୍ବାର ଏହିପରି ଭାବରେ ବନେଇବେ। ଇଏ ଦେଖନ୍ତୁ ଫ୍ରେଣ୍ଡ ରେଡି ହେଇଗଲା ଆମର ପାଳଙ୍ଗ ଶାଗ ରେସିପି। ଯଦି ଫ୍ରେଣ୍ଡ ଆପଣ ଏପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି, ଡେରି କ'ଣ ପାଇଁ ଫ୍ରେଣ୍ଡ? ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ଭିଜିଟ୍ କରନ୍ତୁ। ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଇଁ ଅପଲୋଡ଼ ହେଇକି ଅଛି, ଜଲ୍ଦି ହିଁ ଦେଖି ନିଅନ୍ତୁ। ଟାଟା ବାଏ ବାଏ, ପୁଣି ନେକ୍ସଟ